ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। अष्टम अध्याय अक्षर ब्रह्म जोग। ब्रह्मांक दिवस ओ रात्र एवं तहिरे सृष्टि ओ प्रलय। सहस्र जुग पर्यन्तं महज्जत् ब्रह्मणो विदुः रात्रिं जुग सहस्रान्तं ते अहोरात्र विदो जनाः अव्यक्ताद्व्यक्तयः सर्वाः प्रभवन्त्यः रागमे रात्र्यागामे प्रलीयन्ते तत्रैवाव्यक्तसंज्ञके भूतग्रामः स एवायं भूत्वा भूत्वा प्रलीयते रात्र्यागामे अवसः पार्थ प्रभवत्यः रागमे। अर्थ सहस्र जुग व्यापी ब्रह्मांकर दिन एवं सहस्र जुग व्यापी रात्रि ଯେଉଁମାନେ ଜାଣନ୍ତି ସେମାନେ ଅହୋରାତ୍ରବିତ୍। ଏ ଦିବସର ଆଗମନରେ ଅବ୍ୟକ୍ତରୁ ସମସ୍ତ ବ୍ୟକ୍ତ ଚରାଚର ପଦାର୍ଥ ଉଦ୍ଭୂତ ହୁଏ। ରାତ୍ରି ଆଗତ ହେଲେ ସେହି ଅବ୍ୟକ୍ତରେ ଲୀନ ହୁଏ। ସେହି ସ୍ଥାନରେ ଜଙ୍ଗମାଦି ଭୂତ ସମୂହ ବ୍ରହ୍ମାଙ୍କ ଦିବସ ସମାଗମରେ ବାଧ୍ୟ ହୋଇ ବାରମ୍ବାର ଜନ୍ମଗ୍ରହଣ କରି ରାତ୍ରି ସମାଗମରେ ଲୟକୁ ପ୍ରାପ୍ତ ହୁଅନ୍ତି। ବ୍ୟାଖ୍ୟା। ଯେପରି ଦିନ ଓ ରାତି ମିଶି ଅହୋରାତ୍ର ହୁଏ ସେପରି ବ୍ରହ୍ମାଙ୍କ ଦିନ ଓ ବ୍ରହ୍ମାଙ୍କ ରାତି ମିଶି କଳ୍ପ ବା ବ୍ରହ୍ମାଙ୍କ ଅହୋରାତ୍ର ପୂର୍ଣ୍ଣ ହୁଏ। କଳ୍ପରେ ହେଉଛି 4 ଯୁଗ ବିଶିଷ୍ଟ। ସତ୍ୟ ଓ ତ୍ରେତା କଳ୍ପର ପ୍ରଥମାର୍ଦ୍ଧ ଯାହା ବ୍ରହ୍ମାଙ୍କ ଦିନ। ଦ୍ୱାପର ଓ କଳି ଯୁଗ କଳ୍ପର ଶେଷାର୍ଦ୍ଧ ଯାହା ବ୍ରହ୍ମାଙ୍କ ରାତ୍ରି। ଏଠାରେ ସୂର୍ଯ୍ୟଙ୍କ ଆହ୍ନିକ ଗତି ଅନୁସାରେ ଦିନ ରାତ୍ରି ଅର୍ଥ କରାଯାଇ ନାହିଁ। ସୃଷ୍ଟିର ଯେଉଁ କାଳାବଧିରେ ମାନବ ସମାଜ ସୁଖ ଶାନ୍ତି ସମୃଦ୍ଧି ଓ ସତ୍ତ୍ୱ ପ୍ରଧାନ ଥିଲା ତାହା ହିଁ ବ୍ରହ୍ମାଙ୍କ ଦିନ ଓ ତମ ଗୁଣର ପ୍ରଭାବ ହେତୁ ଯେଉଁ କାଳଖଣ୍ଡରେ ସର୍ବତ୍ର ଦୁଃଖ ଅଶାନ୍ତି କଳହ କ୍ଲେଶ ପରିବ୍ୟାପ୍ତ ଥିଲା ସେହି ଅବଧିକୁ ବ୍ରହ୍ମାଙ୍କ ରାତ୍ରି କହିବା ଯୁକ୍ତିଯୁକ୍ତ ମନେ ହୁଏ। ଗୋଟିଏ କଳ୍ପରେ ମାନବ ସମାଜର ଆଧ୍ୟାତ୍ମିକ ସାମାଜିକ ରାଜନୈତିକ ଆର୍ଥିକ ଆଦି ବିଭିନ୍ନ ଅବସ୍ଥାଭେଦରେ 4 ଭାଗରେ ବିଭକ୍ତ କରି ଯୁଗର ନାମକରଣ କରାଯାଇଛି। ତେଣୁ ଯୁଗର ଅବଧି ସମାନ ହେବା ଉଚିତ। କିନ୍ତୁ ବିଭିନ୍ନ ଯୁଗର କାଳ ନିରୂପଣ ନେଇ ବିଭିନ୍ନ ବିଦ୍ୱାନମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଦେଖାଯାଏ। ପୁରାଣକାରୀମାନେ ମଧ୍ୟ ଯୁଗ କ୍ରିୟା କାଳ ନିର୍ଣ୍ଣୟରେ ଏକମତରେ ଉପନୀତ ହୋଇ ପାରିନାହାନ୍ତି। କେହି କେହି ସୂର୍ଯ୍ୟଙ୍କ ଆହ୍ନିକ ଗତି ଅନୁସାରେ ଏହା ନିରୂପଣ କରିବାକୁ ଚେଷ୍ଟା କରିଛନ୍ତି ତ ଅନ୍ୟ କେହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗଣନାର ସୁବିଧା ଦୃଷ୍ଟିରୁ ଯୁଗ କ୍ରିୟା କାଳକୁ ଅତି ଦୀର୍ଘ ବୋଲି ନିରୂପଣ କରିଛନ୍ତି। କେତେକ ସୂର୍ଯ୍ୟଙ୍କ ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ଅନୁସାରେ ଗୋଟିଏ ମାନବୀ ବର୍ଷରେ ଦେବତାଙ୍କର ଗୋଟିଏ ଅହୋରାତ୍ର ହିସାବ କରି ତଦନୁସାରେ ଯୁଗ କାଳର ପରିମାପ କରିଛନ୍ତି। କିନ୍ତୁ ବର୍ତ୍ତମାନ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଅବତରଣ କରି କୁହନ୍ତି ଯେ ଗୋଟିଏ କଳ୍ପର ଅବଧି 5000 ମାନବୀ ବର୍ଷ ଓ ପ୍ରତ୍ୟେକ ଯୁଗର କ୍ରିୟାକାଳ ସମାନ। ଏ ସମ୍ପର୍କରେ ବିଶେଷ ବିବରଣୀ ପୁସ୍ତକର ପ୍ରଥମ ଖଣ୍ଡ ଅନ୍ତର୍ଗତ ମହାଭାରତ ଯୁଦ୍ଧର ଯଥାର୍ଥତା ଓ ଗୀତା ପ୍ରକରଣର ପୁନରାବୃତ୍ତି ଶୀର୍ଷକ ଲେଖାରେ ଆଲୋଚିତ ହୋଇଛି। ସମସ୍ତ ଦେହଧାରୀ ଜୀବ ଅମର। ଯେତେବେଳେ ସୃଷ୍ଟିରେ ମହାବିନାଶ ହୁଏ ସେତେବେଳେ ସମସ୍ତ ପ୍ରାଣୀଙ୍କର କେବଳ ପ୍ରକୃତିରୁ ଜାତ ବାହ୍ୟ ରୂପ ହିଁ ଧ୍ୱଂସ ହୋଇ ସେଥିରେ ବିଲୀନ ହୋଇଯାଏ। ସେମାନଙ୍କର ଆତ୍ମା ସୂକ୍ଷ୍ମ ଶରୀର ଧାରଣ କରି ସୂକ୍ଷ୍ମ ଲୋକକୁ ଯାଆନ୍ତି ଓ ସେଠାରେ ସୂକ୍ଷ୍ମ ଶରୀର ତ୍ୟାଗ କରି ଚୈତନ୍ୟ ବା ଆତ୍ମିକ ରୂପରେ ବ୍ରହ୍ମଲୋକକୁ ପ୍ରତ୍ୟାବର୍ତ୍ତନ କରନ୍ତି ଓ ସେଠାରେ ବିଶ୍ରାମ କରନ୍ତି। ଏହା ସେମାନଙ୍କର ସାମୟିକ ବିରତି ମାତ୍ର।
ନୂତନ ସୃଷ୍ଟିରେ ସେମାନେ ପୁନଃ ଶାରୀରିକ ଆକୃତି ଧରି ଜନ୍ମ ଲାଭ କରନ୍ତି। ବ୍ରହ୍ମଲୋକରେ ମଧ୍ୟ କୌଣସି ଆତ୍ମା ସ୍ଥାୟୀ ଭାବରେ ଅବସ୍ଥାନ କରୁନଥିବାରୁ ଏହାକୁ ପୁନରାବୃତ୍ତି କୁହାଯାଇଛି। ଜନ୍ମ ଓ ମୃତ୍ୟୁ ହେଉଛି ପ୍ରକୃତିର ଖେଳ। ଶରୀର ପ୍ରକୃତିର ପଞ୍ଚତତ୍ତ୍ୱରୁ ନିର୍ମିତ। ମୃତ୍ୟୁ ପରେ ଏହା ସେହି ପଞ୍ଚତତ୍ତ୍ୱରେ ମଧ୍ୟ ବିଲୀନ ହୋଇଯାଏ। ଆତ୍ମା ପରମାତ୍ମାଙ୍କ ସନ୍ତାନ ଓ ତାଙ୍କ ପରି ଅଜର, ଅମର ଓ ଅବିନାଶୀ। କିନ୍ତୁ କର୍ମଫଳ ଭୋଗ ପାଇଁ ଆତ୍ମା ପ୍ରକୃତି ସହିତ ସମ୍ବନ୍ଧ ରଖିବାକୁ ବାଧ୍ୟ। ସ୍ୱ ସ୍ୱ କର୍ମ ଆଧାରରେ ଆତ୍ମାଗଣ ସୁଖ ବା ଦୁଃଖ ଭୋଗ କରିବା ପାଇଁ କଳ୍ପ ଆରମ୍ଭରେ ବ୍ରହ୍ମାଙ୍କ ଦିବସ ଆରମ୍ଭରେ ବାରମ୍ବାର ଶରୀର ଧାରଣ କରି ଭୂଲୋକରେ ଜନ୍ମ ହେଉଥାନ୍ତି ଓ କଳ୍ପ ଶେଷରେ ବ୍ରହ୍ମାଙ୍କ ରାତ୍ରି ଅବସାନ ହେଲେ କିଛି ସମୟ ପାଇଁ ବ୍ରହ୍ମଲୋକ ବା ପରମଧାମକୁ ପ୍ରତ୍ୟାବର୍ତ୍ତନ କରନ୍ତି। ପୁନଶ୍ଚ ବ୍ରହ୍ମାଙ୍କ ଦିବସ ଆରମ୍ଭରେ ସେମାନେ ଭୂଲୋକରେ ଜନ୍ମ ହୁଅନ୍ତି। ପୁନରପି ଜନନ ପୁନରପି ମରଣ ପୁନରପି ଜନନୀ ଜଠରେ ଜନମ। ଏହିପରି ସୃଷ୍ଟିଚକ୍ର ଅନାଦି କାଳରୁ ପୁନରାବର୍ତ୍ତନ ହୋଇଆସୁଛି। କ୍ରମଶଃ ଓମ୍ ଶାନ୍ତି।